ଏହି ସବୁ ଇଲେକ୍ଟ୍ରିକ୍ ସ୍କୁଟିରେ ରହିଛି ଫାଷ୍ଟ ଚାର୍ଜର ସପୋର୍ଟ, ଯାହା ପାଇଁ କିଛି ମିନିଟରେ ଫୁଲ୍ ଚାର୍ଜ ହେଇପାରୁଛି। ଏବେ ଜାଣିବା କେଉଁ କେଉଁ ସ୍କୁଟିରେ ମିଳୁଛି ଓଲା S1 Pro 2 ଜେନେରେସନରେ। ଏହି ସ୍କୁଟିରେ ମିଳୁଛି 4 କିଲୋ ୱାଟର ବ୍ୟାଟେରୀ। ଏଥିରେ ମିଳୁଥିବା ଫାଷ୍ଟ ଚାର୍ଜ ପାଇଁ ମାତ୍ର 6 ଘଣ୍ଟା 30 ମିନିଟ୍ରେ ଫୁଲ୍ ଚାର୍ଜ ହେଇଯାଉଛି। ସିଙ୍ଗଲ ଚାର୍ଜରେ ଯାଉଛି 195 କିଲୋମିଟର। କମ୍ପାନୀ କ୍ଲେମ୍ କରୁଛି ଏହି ସ୍କୁଟି ମାତ୍ର 1,47,000 ଟଙ୍କାରେ ମିଳୁଛି। ସେହିପରି TVS ଇକ୍ୱିପ୍ S ଏଥିରେ ମିଳୁଛି 3.4 କିଲୋ ୱାଟର ବ୍ୟାଟେରୀ। ଏଥିରେ 4 ଘଣ୍ଟା 36 ମିନିଟ୍ରେ ଚାର୍ଜ ଫୁଲ୍ ହୁଏ। ଆଉ କମ୍ପାନୀ କହିବା ଅନୁସାରେ 100 କିଲୋମିଟର ଯିବ। ଆଉ ଏହି ଗାଡ଼ିର ମୂଲ୍ୟ 1.29 ଲକ୍ଷ ଟଙ୍କା। ସେହିପରି ଏଥର 450X3 ଜେନେରେସନ୍। ଏଥିରେ ମିଳୁଛି 2.7 କିଲୋ ୱାଟର ବ୍ୟାଟେରୀ ଆଉ 6 ଘଣ୍ଟା 36 ମିନିଟରେ ଫାଷ୍ଟ ଚାର୍ଜ ହୁଏ। ଆଉ 111 କିଲୋମିଟର ରାସ୍ତା ଅତିକ୍ରମ କରେ। ଆଉ 1,40,000 ଟଙ୍କା ଏହି ସ୍କୁଟିର ମୂଲ୍ୟ। ସେହିପରି ହିରୋ ଭିଦା V1 Pro 1.15 ଲକ୍ଷ ଟଙ୍କା। ଆଉ ଏଥିରେ ମିଳୁଛି 3.94 କିଲୋ ୱାଟର ବ୍ୟାଟେରୀ। ସେହିପରି 5 ଘଣ୍ଟା 55 ମିନିଟ୍ରେ ଚାର୍ଜ ଫୁଲ୍ ହୁଏ। 110 କିଲୋମିଟର ଦୂର ଯାଉଛି। ସେମିତି ବାଉନ୍ସ ଇନଫିନିଟି E1 ଏଥିରେ ରହିଛି 1.9 କିଲୋ ୱାଟର ବ୍ୟାଟେରୀ ପ୍ୟାକ୍। 4 ଘଣ୍ଟାରେ ଫୁଲ୍ ଚାର୍ଜ ହୁଏ। 85 କିଲୋମିଟର 65 କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ରେ ଯାଇପାରିବେ। ଆଉ ମାତ୍ର 93,000 ଏହି ସ୍କୁଟିର ମୂଲ୍ୟ। ଅମ୍ପେୟାର ମାଗ୍ନସ 102.2 କିଲୋ ୱାଟର ବ୍ୟାଟେରୀ ପ୍ୟାକ୍ 7 ଘଣ୍ଟାରେ ଫୁଲ୍ ହେଇଯାଏ। ଚାର୍ଜ ଆଉ 121 କିଲୋମିଟର ଯାଉଛି। 50 କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍ରେ ଏହି ସ୍କୁଟି ମାତ୍ର 1.4 ଲକ୍ଷରେ ମିଳୁଛି। ଏମିତି ଅନେକ ଭିଡ଼ିଓ ଦେଖନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ, ଲାଇକ୍, ସେୟାର କରନ୍ତୁ।